ଚତୁର୍ଥ ଶ୍ରେଣୀ ଦୂର ଅଛି ପାଠ 5 ପଢିବା। କୋଉ ଶ୍ରେଣୀ? ଚତୁର୍ଥ ଶ୍ରେଣୀ ଚତୁର୍ଥ ଶ୍ରେଣୀର ପାଠ 5 କୁ ପଢିବା ଆଜି। ଏବେ ଯୋଉ ନୂତନ ବହି ବାହାରିଛି ତୁମର ଚତୁର୍ଥର ଶ୍ରେଣୀ ନୂତନ ବହି ଯୋଉ ଗଣିତ ମେଳା ବାହାରିଛି, ଚତୁର୍ଥ ଶ୍ରେଣୀ ଗଣିତ ମେଳା ପାଠ 5 କୁ ଆମେ ପଢିବା। ତାଙ୍କ ପିଲାମାନେ ଯୋଉମାନେ ମୋ ଚ୍ୟାନେଲକୁ ନୂଆ କରି ଦେଖୁଛ, କ'ଣ କରିବ ନା ଲାଇକ୍ ଆଉ ସବସ୍କ୍ରାଇବ କରିଦବ। ଯାହା ବି ବୁଝି ନ ପାରୁଛ ମତେ କମେଣ୍ଟ କରିବ, ମୁଁ ବୁଝେଇଦେବି। ଆଜି ପଢିବା କେତେରୁ ପିଲାମାନେ? ପୃଷ୍ଠ ଆରମ୍ଭ ହଉଛି 74 ପୃଷ୍ଠରୁ 84 ପୃଷ୍ଠ ପର୍ଯ୍ୟନ୍ତ ପଢିବା ପିଲାମାନେ, ବୁଝିପାରିଲ ନା? 74ରୁ 84 ପୃଷ୍ଠା। ଦେଖ ଏଠି କ'ଣ ବିଷୟ ଦେଇଛି? ପାଠ 5 ବିଷୟ ବାଣ୍ଟିବା ଓ ମାପିବା। କ'ଣ ଅଛି ପିଲାମାନେ ବିଷୟଟା? ବାଣ୍ଟିବା ଆଉ ମାପିବା। ବାଣ୍ଟିବା ପିଲାମାନେ ତୁମେ ଜାଣିଛ, ଗୋଟେ ଚକୋଲେଟ ଅଛି, ବା ଦିଟା ଚକୋଲେଟ ଅଛି, ତାକୁ ବାଣ୍ଟିବ, ଜଣଙ୍କ ମଧ୍ୟରେ ବାଣ୍ଟିବ ବା 2 ଜଣଙ୍କ ମଧ୍ୟରେ ବାଣ୍ଟିବ। କେମିତି ବାଣ୍ଟିବ? ମାପିବ ପିଲାମାନେ ଜାଣିଛ, ସ୍କେଲରେ ମାପିବା ଶିଖିଥିବ, ବା ଦୂରତା ମାପିବା ଶିଖିଥିବ, ଚାଖଣ୍ଡ ମାପିବା ଶିଖିଥିବ, ଚାଖଣ୍ଡ କରିକି ଚାଖଣ୍ଡ ମାପିବା ଶିଖିଥିବ, ବା ହାତ ମାପିବା ଶିଖିଥିବ। ଏଇ ସବୁ ବିଷୟ ଅଛି। ତ ଚାଲ ପିଲାମାନେ ବିଷୟକୁ ଦେଖିବା କ'ଣ ଅଛି। ଦେଖ ପିଲାମାନେ ପ୍ରଥମ ଅଂଶ ଅଛି କ'ଣ? ଅଂଶ ଆଉ ସମୁଦାୟ। ହେଲା, କ'ଣ କହୁଛି ଦେଖ? ଲିଲି ଓ ତାର ସାନ ଭଉଣୀ ଝିଲି ଗୋଟିଏ ଚିତ୍ର ଅଙ୍କନ କରିବା ପାଇଁ ସ୍ଥିର କରିଛନ୍ତି, କିନ୍ତୁ ତାଙ୍କ ପାଖରେ ବଳକା ଗୋଟିଏ ଫର୍ଦ୍ଦ ଡ୍ରଇଂ କାଗଜ ଅଛି। ଲିଲି କାଗଜଟିକୁ 2 ସମାନ ଭାଗ କରି ବାଣ୍ଟିବାକୁ ଚାହୁଁଛି, କିନ୍ତୁ ଝିଲି କାଗଜଟିର ଏକ ବଡ଼ ଅଂଶ ପାଇବାକୁ ଜିଦ୍ କରୁଛି। ଲିଲି କିଛି ସମୟ ଚିନ୍ତା କରି ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଦେଲା। ହେଲା, ଗୋଟେ ତମ ପାଇଁ କ'ଣ ଦେଇଛି? ସେ ଗୋଟେ ଚିନ୍ତା ବିଷୟ ଦେଇଛି। ହେଲା, କ'ଣ କରୁଛନ୍ତି? ଯେ ଲିଲି କହୁଛି କ'ଣ? ଲିଲି କହୁଛି 2 ସମାନ ଭାଗ ବାଣ୍ଟିବାକୁ ଚାହୁଁଛି, କିନ୍ତୁ ଝିଲି କହୁଛି କ'ଣ? ଯେ ମୁଁ ବଡ଼ ଅଂଶଟା ମତେ ଦରକାର। ଲିଲି କହୁଛି, ଲିଲି କ'ଣ ସମାଧାନ ପାଇଁ ଗୋଟେ ପ୍ରସ୍ତାବ ଦେଲା। କ'ଣ କହିଲା ଲିଲି? ଦେଖ, ଯେ ତୁ ଅଙ୍କନ କରିଥିବା କାଗଜଟିର ଅଧା ଅଂଶ କିମ୍ବା 2/4 ଅଂଶ ନେବାକୁ ଚାହୁଁଛୁ। କାଗଜଟି ଅଧା ଅଂଶ ମତେ ଛୋଟ ଲାଗୁଛି, କିନ୍ତୁ 2/4 ଅଂଶ ଅପେକ୍ଷାକୃତ ବଡ଼ ବୋଲି ଭାବୁଛୁ, ତେଣୁ 2/4 ଅଂଶ ନେବାକୁ ଚାହୁଁଛୁ। ଦେଖ ପିଲାମାନେ, 2/4 ଆଉ ଅଧା। ଦେଖ ପିଲାମାନେ, ଗୋଟେ କାଗଜ, ଏଇଟା ଗୋଟେ କାଗଜଟା। ଦେଖ ପିଲାମାନେ, ଏଇଟା ହଉଛି କାଗଜଟା, ପୁରା କାଗଜଟା ଦେଖିପାରୁଛ ନା? ଏଇଟା ହଉଛି ଫୁଲ କାଗଜଟା। ଅଧା ହଉଛି ଏଠି ପିଲାମାନେ, ତାହେଲେ ଗୋଟେ କାଗଜ ହେଲେ ତାର ଅଧା କେଟା ହବ ପିଲାମାନେ? ଏଇଟା ଡଟ ଡଟ ଯୋଉ ପଡିଛି, ଅଧା। 2/4 ମାନେ 2/4 ମାନେ କ'ଣ? ଚଉଠ କହିଲେ ଏଟା କେତେ ଭାଗ ପିଲାମାନେ? 4 ଭାଗ। ଗୋଟେ ଭାଗକୁ ଯେତେବେଳେ ଆମେ 4 ଭାଗ କରୁଛେ, ଇଏ ଗୋଟେ ଚଉଠ, ଇଏ ଗୋଟେ ଚଉଠ, ଇଏ ଗୋଟେ ଚଉଠ, ଇଏ ଗୋଟେ ଚଉଠ, ମାନେ କେତେଟା ଚଉଠ ହେଲା? 4ଟା ଚଉଠ। ତ ଏଟା 2ଟା ଚଉଠ ଅଛି, ବୁଝିପାରିଲ ପିଲାମାନେ? ହଁ। ତ କିଏ କହୁଛି କାଗଜଟି ଅଧା ଅଂଶ ମତେ ଛୋଟ ଲାଗୁଛି, କିନ୍ତୁ 2/4 ଅଂଶ ଅପେକ୍ଷାକୃତ ବଡ ବୋଲି ଭାବୁଛି, ତେଣୁ 2/4 ଅଂଶକୁ ନେବାକୁ ଚାହୁଁଛୁ। ଆରେ ପିଲାମାନେ, ଏଇ 2/4 ଯାହା ଅଧା ତାହା ନା ଅଲଗା ନା ସମାନ? ବୁଝିପାରିଲ କି? ତାପରେ ପିଲାମାନେ ଦେଖ, ଆସ ଆମେ ଆଲୋଚନା କରିବା। କ'ଣ ଆଲୋଚନା କରିବା? ତୁମେ କାଗଜଟିର କେଉଁ ଅଂଶକୁ ବାଛିବ? ଅଧା ଅଂଶ କିମ୍ବା 2/4 ଅଂଶ? କାହିଁକି? ହେଲା, ଆରେ ଅଧା ଯାହା 2/4 ତାହା, ଦୁଇଟା ଯାକ ସମାନ। କୋଉଟା ବାଛିବ? ଯୋଉଟା ବାଛିଲେ ବି ସମାନ ପାଇବ। ତୁମେ ଭାବୁଛ କି ଲିଲି ସମାନ ଭାବରେ କାଗଜଟିକୁ ବାଣ୍ଟୁଛି? କାହିଁକି? କାଗଜ ଖଣ୍ଡେ ନେଇ ଚେଷ୍ଟା କର। ତୁମେ ଚାହୁଁଛ କି ଲିଲି ସମାନ ଭାବରେ? ହଁ, ସମାନ ଭାବରେ ଭାଗିବାକୁ ଚାହୁଁଛି। କାହିଁକି? 2/4 ଯାହା ଅଧା ତାହା ଜାଣିଲେ। ତୁମେ କିପରି ଜାଣିଲ ଯେ କାଗଜଟି ସମାନ ଭାଗ ହୋଇଛି ବୋଲି? କେମିତି ଜାଣିଲ ପିଲାମାନେ ସମାନ ଭାଗ ହେଇଛି ବୋଲି? କେମିତି ଜାଣିଲ ଯେ କାଗଜଟି ସମାନ ଭାଗ ହେଇଛି? ସେ ପୁରା ଏଇଟା ଗୋଟେ ଭାଗ କରିଛି, 2ଟା ଆଡେ ସମାନ ଭାଗ କରିଛି, ମଝିରେ ଚିହ୍ନ ଦେଇଛି। ଗୋଟେ କାଗଜଟାକୁ ନେଲା, କାଗଜଟାକୁ ନେଲା ପରେ ଅଧାରୁ ଅଧିକ କରିକି ଏଠି ଚିହ୍ନ ଦେଲା, ତ ଏଇଟା ଅଧା ଭାଗଟା ପଡିଲା ନା। ତ ଅଧାଟା ପଡିଲା ମାନେ ତ ଏଇଟା ଇଏ ଯାହା ଇଏ ତାହା। ଝିଲି କାଗଜରେ 2/4 ଅଂଶ କାହିଁକି ବାଛିଲା?
କାହିଁକି ବାଛିଲା? ସିଏ ଭାବିଲା ତାର ଅଧେ 2ଟା ଅଧିକ ବୋଲି ସେଥିପାଇଁ ବାଛିଲା। ଦେଖ, ଏଠି ସମାଧାନ ବିଷୟ ଦେଇଛି ପିଲାମାନେ। ଆସ ଆମେ ସମାଧାନ କରିବା। କଣ କରିବା? ଆସ ଆମେ ସମାଧାନ କରିବା। ଝିଲି କେତେକ ଚିତ୍ରକୁ 2 ଅଂଶରେ ଭାଗ କରିଛି। ହେଲା? ଠିକ୍ ଅଧା ହୋଇଥିବା ଚିତ୍ର ଗୁଡ଼ିକୁ ରଙ୍ଗ ଦିଅ। ତୁମେ ଉତ୍ତର କିପରି ପାଇଲ? ଅଧା ଅଂଶ ପିଲାମାନେ। ଗୋଟେ ଜିନିଷର ଅଧା ମାନେ ସେ ଅଧାରୁ ଭାଗ କଲେ ଅଧା ଅଂଶ ପାଇବ ନା? ଝିଲି କେତେକ ଚିତ୍ର 2 ଭାଗ କରିଛି। ଅଧା ଅଂଶକୁ କଣ ଦିଅ କହୁଛି? କେତେକ ଚିତ୍ର 2 ଅଂଶ ହେଲେ ଠିକ୍ ଅଧା ହେଇଥିବ। ଯେଟା ଠିକ୍ ଅଧା ହେଇଥିବ ତାକୁ ତୁମେ କଣ କରିବ? ରଙ୍ଗ ଦବ। ଏଇଟା ବି ଦେଖ ପିଲାମାନେ। ଏପଟେ ଯାହା ଏପଟେ ତାହା। ତାହେଲେ ଏଇଟା ଠିକ୍ ଅଧା ଅଛି। ବୁଝିପାରିଲ ନା? ଏଇ ସିଟାରେ ଭାଗ କଲେ ଏପଟେ ଯାହା ପଡ଼ିବ ଏପଟେ ତାହା। ଇଏ ବି ଠିକ୍ ଅଛି। ଆକୁ ରଙ୍ଗ ଦବ ତୁମେମାନେ। ଏଠି ମୁଁ ରଙ୍ଗ ଦେଇଦେଇଛି। ଦେଖ, ଏଇଠି ଅଧା ଏଇଟା ପିଲାମାନେ ଅଧା କି? ନା। କାହିଁକି ଅଧା ନୁହେଁ? ଦେଖ ପିଲାମାନେ, ଏଠି ଗୁଜିଆ ଅଛି। ଇଏ ଗୋଟେ ପାଟ ଗୁଜିଆ ବାହାରିଲା। ଏଠି ଗୁଜିଆ ଅଛି କି? ନାହିଁ। ସମାନ ହଉଥିବା ଦରକାର। ହେଲା? ଏଠି ତୀର ଅଛି। ଏଇଟା ବଡ଼ ଜଣା ପଡୁଛି, ଏଇଟା ସାନ ଜଣା ପଡୁଛି। ବୁଝିପାରିଲ ନା? ଏଇଟା ସାନ। ଏଇଟା ସାନ, ଏଠି ବଡ଼ ଜଣା। ଏଇଟା ଅଧା ହେଇଛି ନା? ନା। ଅଧା ହେଇନି। ଆକୁ ରଙ୍ଗ ଦବା ଦରକାର ନାହିଁ। ଆକୁ ରଙ୍ଗ ତୁମେ ଦବ ନାହିଁ। ବୁଝିପାରିଲ? ଆକୁ ରଙ୍ଗ ଦବ। ଆକୁ ରଙ୍ଗ ଦବ। ଏଇଟା ଦେଖ ପିଲାମାନେ। ଏଠି କେତେଟା ଗୁଜିଆ ଅଛି? 1, ଇଏ 2। ଏଠି କେତେଟା ଗୁଜିଆ ଅଛି? 1। ଇଏ ଅଧା ହେଇଛି କି ପିଲାମାନେ? ନା। ଅଧା କୋଉଠି ହେଇଥାନ୍ତା? ଯଦି ଏଇ ସିଧାର ଭାଗ ହେଇଥାନ୍ତା, ଇଏ ଅଧା ହେଇଥାନ୍ତା। ବୁଝିପାରିଲ? ତ ଇଏ ଅଧା ହେଇନି। ଆକୁ ତାହେଲେ ତୁମେ ରଙ୍ଗ ଦବା ଦରକାର ନାହିଁ। ଏଇଟା ଦେଖ ପିଲାମାନେ। ଏପଟେ ଯାହା ଅଛି ଏପଟେ ତାହା ଅଛି। ଇଏ ଅଧାରୁ ଭାଗ ହେଇଛି। ବୁଝିପାରିଲ ନା? ଏପଟେ ଯାହା ବି ଅଛି ଏପଟେ ବି ମଧ୍ୟ ତାହା ଅଛି। ଇଏ ଅଧାରୁ ଭାଗ ହେଇଛି। ଆକୁ ତୁମେ ରଙ୍ଗ ଦବ। ବୁଝିପାରିଲ? କୋଉ କୋଉ ଚିତ୍ରକୁ ରଙ୍ଗ ଦବ ଆଉ କାହିଁକି ରଙ୍ଗ ଦବ ବୋଲି। ବୁଝିପାରିଲ ତ? ଏଇଟା ଅଧା ବୋଲି। ହଁ। ଯିଏ ଜଣେ କହିଦବ କଣ ନା ସାର୍ ଏଇଟା ଅଧାରୁ ଭାଗ ହେଇଛି। ଆରେ ଅଧାରୁ ଭାଗ ହବା ନାହିଁ। ଅଧାର ଅର୍ଥ ଅଧା ମାନେ କଣ? 2 ଅଂଶ ଭାଗ କରିଛି, ଠିକ୍ ଅଧା ଭାଗ କରିଛି କି ନାହିଁ। ଗୋଟେ ଚକୋଲେଟ୍ ତୁମେ ଅଛି। ଗୋଟେ ଚକୋଲେଟ୍ ତୁମେ ଅଛ। ଚକୋଲେଟ୍। ଏଇଠି ଭାଗ କରିଦବ କହିକି ତୁମେ ଅଧା ଯଦି କହିଦବ, ମାନେ କେମିତି ହବ? ହବନି। ବୁଝିପାରିଲ ନା? ହଁ। ଠିକ୍ ସେମିତି। ମାନେ ଏପଟେ ଯାହା ଥିବ ସେପଟେ ତାହା ଥିଲେ ଠିକ୍ ଅଧା ବୋଲି ଜାଣିବ। ବୁଝିପାରିଲ? ଦେଖ ଏଠି। ଏକ ରେଖା ଅଙ୍କନ କରି ଆକୃତି ଗୁଡ଼ିକୁ ଅଧା କର। ଏଇଟା ଅଧା କରି ତୁମକୁ ଦେଇଛି ପିଲାମାନେ। କେମିତି ଅଧା କରିବ ପିଲାମାନେ? ଅଧା ମାନେ ଗୋଟେ ଜିନିଷକୁ 2 ଭାଗ କରିବା। ମନେକର ଆମେ ଏଇଟା ଗୋଟେ ପତ୍ର ନେଲା। ହେଲା? ପତ୍ରକୁ ଯଦି ଅଧା କରିବା, କେମିତି ଅଧା କରିବା ପିଲାମାନେ? ପତ୍ର। ପତ୍ରକୁ ଅଧା କଲେ ଏଇପରି ଭାବରେ ଅଧା କରିବା। ଏଇ ମଝିରୁ ହିଁ ତାକୁ ଅଧା କରିଦବ। କାରଣ କଣ? ଏପଟେ ଯାହା ଥିବ ଏପଟେ ତାହା ରହିବ। ମୁଁ ଯଦି ପତ୍ରକୁ ନେଇକି ଆମେ ଏଇଠି ଅଧା କରିବା, ଏପଟେ ଯାହା ଅଛି ଏପଟେ ତାହା ଅଛି। ନାହିଁ। ଇଏ ଅଧା ହବନି। ଦେଖ, ଆକୁ ଯଦି ଅଧା କରିବା ଆମେ କଣ କରିବା? କିପରି ଭାବରେ ଅଧା କରିବା ଦେଖ। ଆକୁ ନେବ ମାନେ ଏପଟରେ ଯାହା ରହିବ ଏପଟେ ତାହା ରହିବ। ଅଧା ତାହେଲେ କେମିତି ହବ? 2 ପ୍ରକାର ହେଇପାରିବ ପିଲାମାନେ। ଦେଖ, ଇଏ ଏମିତି ଚାହିଁଲେ ଅଧା ହେଇପାରିବ। ହେଲା? ଆଉ ଗୋଟେ ଏମିତି ଡଟ୍ ଡଟ୍ ଚାହିଁଲେ ମଧ୍ୟ ଇଏ ଗୋଟେ ଅଧା ହେଇପାରିବ। ବୁଝିପାରିଲ? ହଁ, ଏଇ 2ଟା ପ୍ରକାର ହେଇପାରିବ ଏଇଟା। ଏଇଟା ଦେଖ ପିଲାମାନେ, ଏଠି ଅଧା କୋଉଠି ହବ? ଅଧା ମାନେ ଯଦି ଆମେ ଏଇ ସିଧାର ଭାଗ କରିଲେ, ଡଟ୍ ପକେଇଛୁ ପିଲାମାନେ ହେଲା। ଏଇ ସିଧାର ଭାଗ କଲେ ଦେଖିଦବା ଯେ ଏପଟେ କେତେଟା ରହିବ? 2ଟା, ଏପଟେ 2ଟା। ଯଦି ଆମେ ଏଇ ସିଧାର ଭାଗ କରୁଛେ, ଏଇ ସିଧାର, ତାହେଲେ ଏଇଟା ତାର ଅଧା ହଉଛି। ବୁଝିଲ? ଏଇଟା ଠିକ୍ ଅଧା। ଏଇଟା ହଉଛି ଠିକ୍ ଉତ୍ତର। ଯଦି ଏଇ ସିଧାରେ ଆମେ ନଉଛେ, ଏଇଟା ତାର ଅଧା ହବନି ପିଲାମାନେ। ବୁଝିପାରିଲେ? ଏଇଟା ବି ସେମିତି। କେମିତି ଅଧା କରିବା? 2ଟା ଉପାୟ। ଏଇ କୋଣରୁ ଏଇ କୋଣ। ଏଇଟା ଗୋଟେ ରମ୍ବସ୍ ଚିତ୍ର ପିଲାମାନେ। ଏମିତି ହେଲେ ଅଧା ହେଇପାରିବ। ବା ଏଇ କୋଣରୁ ଏଇ କୋଣ କଲେ ଇଏ ବି ମଧ୍ୟ ଅଧା। 2 ପ୍ରକାର ହେଇପାରିବ। ଯେକୌଣସି ପ୍ରକାର ତମେ ଗୋଟେ ନେଇକି କରିବ। ଏଇଟା ସେମିତି। ଦେଖ ପିଲାମାନେ, ଏଇଟା ଅଧା ଯଦି ଆମେ ଏଇ କୋଣରୁ ଏଇ କୋଣ କରୁଛେ, ଦେଖ ଏଠି କେତେଟା ଅଛି? 1, 2, 3, 4, 5, 6। ଏଠି ଯେପରି ଭାବରେ ତୁମେ ଅଧା କଲେ ବି ଇଏ ହେଇପାରିବ। ଦେଖ, ଏ କୋଣରୁ ଯଦି ଏ କୋଣ କରିବ, ଇଏ ଠିକ୍ ହେଇଯିବ ପିଲାମାନେ ହେଲା। ଏମିତି ବି ଅଧା ତୁମେ କରିପାରିବ। ବା ଏଇ ଉପରୁ ତଳେ ବି ଅଧା କରିପାରିବ। ଏଇ କୋଣରେ 6ଟା ଯଦି ସମାନ ସମାନ ହବ ପଡ଼ିବ। ଦେଖିଲୁ? ଏଠି ଦେଖ, ଏଠି ଯାହା ପଡିଲା, ଏଠି ମଧ୍ୟ ତାହା ପଡିଛି। ଏଠି ଯାହା ପଡିଲା ଏଠି ତାହା ପଡିଲା। ବୁଝିପାରିଲ? ତାପରେ ଦେଖ, ମୁଁ ଅଧା କେମିତି କଲି? ଯେତେବେଳେ ଏକ ବସ୍ତୁକୁ 2 ସମାନ ଅଂଶରେ ଭାଗ ହୁଏ, ପ୍ରତ୍ୟେକ ଅଂଶ ଅଧା କୁହାଯାଏ। ହେଲା? କହିଛି ନା ଗୋଟେ ବସ୍ତୁ ମନେ କରିଦଉ କଣ ନବା? ଯେକୌଣସି ଗୋଟେ ପେନ୍ ନେଲେ। ଏମିତି ଆମେ ଗୋଟେ ମନେ କରିଦଉ ଏଇଟା ଗୋଟେ ପେନ୍ ନେଲେ। ଆକୁ ଯଦି 2 ସମାନ ଭାଗରେ ଭାଗ କରାଗଲା, ତାକୁ କଣ କୁହାଯାଏ? ଅଧା। ବୁଝିପାରିଲ ପିଲାମାନେ? ଅଧା। ଆମେ ଅଧାକୁ 1/2 କହିଥାଉ। ଅଧାକୁ କଣ କହିଥାଉ? 1/2। ବୁଝିପାରିଲ ନା? 1/2 କହିଥାଉ ବା ଲେଖୁ। କାହିଁକି କହିଥାଉ ପିଲାମାନେ?
ଦୁଇ ଭାଗରୁ ଏଇଟା ହଉଛି କେତେ ଭାଗ ହେଇଛି? ଦୁଇ ଭାଗରୁ ଭାଗେ ଅଧା। ଅଧା ମାନେ କଣ? ଦୁଇ ଭାଗରୁ ଭାଗେ। ଏଇଟା ହଉଛି ଅଧା ବା ଏଇଟା ଅଧା। ଦିଆହେଇଛି କଣ? 3 ନମ୍ବର କଣ ଦେଇଛି ଦେଖ। 3 ନମ୍ବର କଣ ଦେଇଛି? ତଳେ ଦିଆଯାଇଥିବା ଆକୃତି ଗୁଡ଼ିକୁ 4 ସମାନ ଅଂଶ ବା ଚୌଥରେ ଭାଗ କର। 4 ସମାନ ଅଂଶ ବା ଚୌଥରେ ଭାଗ କର। 4 ସମାନ ଅଂଶକୁ ଭାଗ କରତେ କହିଛି। ଆଉ କେମିତି ଭାଗ କରିବା? ଇଏ ଗୋଟେ ଭାଗ ହେଲା। ହେଲା, ଇଏ ଏକ ଭାଗ, ଇଏ ଗୋଟେ ଭାଗ। କେତେ ଭାଗ ହେଲା? 2 ଭାଗ। ମାନେ 4ଟା ସମାନ ଭାଗ ହଉଛି ନା? ଇଏ ଗୋଟେ 1 ଚଉଠ, ଇଏ 2 ଚଉଠ, ଇଏ 3 ଚଉଠ, ଇଏ 4 ଚଉଠ। ହେଲା, ଆକୁ ବି ସେମିତି ଆକୁ ମଝିରେ ଭାଗ କରିଦବା। ଏମିତି ଇଏ 1 ହେଲା। ତାପରେ ଆକୁ ଅଧେ, ଆକୁ ଅଧେ। 4 ସମାନ ଭାଗ। ହେଲା, ଇଏ ଭାଗ କରତେ କହିଛି। ତାପରେ ଆକୁ ମଧ୍ୟ 4 ସମାନ ଭାଗ କରିବା। ହେଲା, ଆକୁ ମଧ୍ୟ 4 ସମାନ ଭାଗ କରିବା। କେମିତି କରିବା ପିଲାମାନେ? ଏ କୋଣକୁ ଦେଇକି କରିପାରିବେ 1, ଏ କୋଣକୁ ଦେଇ କରିପାରିବେ। ହେଲା, 4 ସମାନ ଭାଗ। ଆକୁ କେମିତି କରିବା ପିଲାମାନେ? 2 ଭାଗ। ହେଲା, 4 ସମାନ ଭାଗ ହେଇଗଲା। 4 ସମାନ ଅଂଶ ହେଇଗଲା। ଚୌଥର ଭାଗ କର। ଦେଖ ଚୌଥ କହିଲେ ପିଲାମାନେ ଦେଖ, ଯେତେବେଳେ ଏକ ବସ୍ତୁ 4 ସମାନ ଭାଗର ଏକ ଅଂଶ 4 ସମାନ ଭାଗର ଅଂଶର ଭାଗ ହୁଏ, ପ୍ରତ୍ୟେକ ଅଂଶକୁ 1/4 ବା ଚୌଠ କୁହାଯାଏ। ବୁଝିପାରିଲ ନା? ଗୋଟେ ଚିତ୍ରକୁ ଯେତେବେଳେ 4 ସମାନ ଭାଗ ହେଲା, ଇଏ ଗୋଟେ ଭାଗ ହେଲା, ଇଏ ସବୁ ଭାଗ। କେତେ ଭାଗ ହେଲା ତାହେଲେ? ଇଏ ଭାଗେ, ଇଏ 2 ଭାଗ, ଇଏ 3 ଭାଗ, ଇଏ 4 ଭାଗ। ଯେତେବେଳେ ଗୋଟିଏ ବସ୍ତୁକୁ 4 ସମାନ ଅଂଶରେ ଭାଗ ହୁଏ, ପ୍ରତ୍ୟେକ ଅଂଶକୁ ଏଇ ଗୋଟେ ଅଂଶ ମନେ କରାଯାଉ, ଏଇ ଅଂଶ ଏଠି ଆଉ ଗୋଟେ ରଙ୍ଗ ନବା। ହେଲା, କେତେଟା ଭାଗ ହେଇଛି? 1 2 3 4 4 ସମାନ ଭାଗରେ ଭାଗ ହେଇଛି ପିଲାମାନେ, ଜାଣିପାରୁଛ ନା? ହଁ, ଏଇ ଅଂଶଟାକୁ ଆମେ 1/4 ବା 1/4 କହିବୁ ବା ଚୌଠ କୁହାଯାଏ। ବୁଝିପାରିଲ ପିଲାମାନେ? ଚୌଠ କଣ କୁହାଯାଏ? ଚୌଠ କୁହାଯାଏ। ଆଉ ଗୋଟେ ମନେ କର, ଆଉ ଗୋଟେ ମନେ ନବା ଏମିତିଟା। ଏଇ ଏଇ ଚିତ୍ରଟା କେତେ ଭାଗ ହେଲା ପିଲାମାନେ? 4 ଭାଗ। 4 ଭାଗ ହେଲା ନା? ସମାନ ଭାଗରେ ଧରାଯାଉ ଭାଗ ହେଇଛି 1 2 3 4। ଏଇ ଅଂଶଟାକୁ କଣ କହିବା ଆମେ? 1/4 ବା ଚୌଠ ବା 1/4 ବି କେହି କେହି ଲେଖନ୍ତି। ହେଲା, ବୁଝିପାରିଲ? କେଇଟା 1/4, କେଇଟା ଚୌଠ? ହଁ, ଭେରି ଗୁଡ୍। ତାପରେ ପିଲାମାନେ ଦେଖ ଏଠି ଅଧା ଚୌଠ କିପରି ବିଭିନ୍ନ ଅଧା ଆଉ ଚଉଠ କରିବାର ବିଭିନ୍ନ ପ୍ରଣାଳୀ। ମାନେ ଅଧା ଆଉ ଚଉଠକୁ ତୁମେ କେମିତି କରିବ? କିପରି ଭାବରେ ଅଧା କରିବ? କିପରି ଭାବରେ ଚଉଠ କରିବ? ଦେଖ ଏଠି ପିଲାମାନେ ତୁମକୁ ଗୋଟେ ସିଏ କଣ ଦେଇଛି? ସୂଚନା ଦେଇଛି। କଣ? ଆସ ଚେଷ୍ଟା କରିବା। କଣ ଲେଖିଛି? ଏକ ଆୟତାକୃତି କାଗଜକୁ କେତୋଟି ଭିନ୍ନ ଭିନ୍ନ ଉପାୟରେ 2 ସମାନ ଅଂଶରେ ଭାଙ୍ଗି ପାରିବା ବା କାଟି ପାରିବା ଏକ ଆୟତାକୃତି କାଗଜ ନେଇ ଚେଷ୍ଟା କର। ଗୋଟେ ଆୟତାକୃତି ସେ ନେଲା ଗୋଟେ କାଗଜ। ହେଲା, ଗୋଟେ ଆୟତାକୃତି କାଗଜକୁ କେତୋଟି ଭିନ୍ନ ଭିନ୍ନ ଉପାୟରେ 2 ସମାନ ଅଂଶରେ ଭାଙ୍ଗି ପାରିବା, କାଟି ପାରିବା ଏକ ଆୟତାକୃତି କାଗଜ ଚେଷ୍ଟା କର। ସେ ପ୍ରଥମେ କଣ ନେଲା? ଗୋଟେ ଆୟତାକାର କାଗଜ ନେଲା, ଦେଖିପାରୁଥିବ। ତାକୁ କଣ କଲା? ଏଇଠି କାଟିଦେଲା। ହେଲା, କେମିତି କାଟିଲା ପିଲାମାନେ? ଏ କୋଣରୁ ଆଉ ଏ କୋଣକୁ ସେ ଯୋଡ଼ିଲା। ଦେଖିପାରୁଛ ଚିତ୍ରରେ? ହଁ, ଯୋଡ଼ି ପାରୁଛି। ଯୋଉ ଯୋଉ ଭାଙ୍ଗଟା ପଡିଲା, ଏଇ ଭାଙ୍ଗଟା ପଡିଲା, ତାକୁ କାଟିଦେଲା ସମାନ ଭାଗ। ଇଏ ଗୋଟେ ପ୍ରକାର ଗଲା। ତାପରେ କଣ ଦେଇଛି? ହେଲା, ତାହେଲେ ପିଲାମାନେ ଏଟା କେତେ ଭାଗ କଲା? 2 ଭାଗ କଲା। କେତେ ଭାଗ କଲା? 2 ଭାଗ କଲା। 2 ଭାଗ କଲା ମାନେ ପିଲାମାନେ କେତେ ହବ ଏଟା? 1/2 ବା ଅଧା। ଅଧା କୁହାଯିବ। କେତେ କୁହାଯିବ? ଅଧା ବା 1/2 କୁହାଯିବ। ଯଦି ଆକୁ ଆମେ 4 ଭାଗ କେମିତି କରିବା? ଆକୁ ଦେଇକି କାଟିଦେଲା। ଆକୁ ଦେଇକି ଚିହ୍ନ ଦେଇଦବ। ତାପରେ କାଟିବ। ହେଲା, ସେ ହେଇଯିବ 4 ଭାଗ। 1/4। 1/4। ଦେଖ ଏଠି ପିଲାମାନେ ସେ ଦେଇଛି କଣ? ବର୍ତ୍ତମାନ ଏକ ଆୟତାକୃତି କାଗଜକୁ 4 ସମାନ ଅଂଶ ବା 1/4 ଚଉଠରେ ଭାଙ୍ଗିବା, କାଟିବାର 5ଟି ଭିନ୍ନ ଭିନ୍ନ ଉପାୟ ଅଙ୍କନ କରିକି ଦେଖ। ହେଲା, ସେ କହିଲା କଣ? ଭିନ୍ନ ଭିନ୍ନ 5ଟି ଉପାୟ କଣ? ଗୋଟେ ଆୟତାକାର ଚିତ୍ର। ଦେଖ ପିଲାମାନେ, ଗୋଟେ ଆୟତାକାର ଆମେ ଚିତ୍ର ନବା।
ଇଏ ଗୋଟେ ଚିତ୍ର ନେଲା, ତାକୁ ସମାନ ଭାଗରେ କେମିତି ଭାଙ୍ଗିବ କାଠି, ହେଲା। ମୁଁ ଗୋଟେ କରିଦଉଛି, ତୁମେ ଗୋଟେ ଉପାୟ କରୁଛି, ଆଉ ଅନ୍ୟମାନେ ଚିନ୍ତା କରିବେ। ଆୟତକୁ କାଗଜକୁ 4 ସମାନ ଅଂଶରେ ବା ଏକ ଚଉଠ 1 + 4 ରେ ଭାଙ୍ଗିବେ କାଟିବାରେ ପ୍ରଥମେ କଣ କରିବେ ପିଲାମାନେ? ଗୋଟେ ଆୟତାକୃତି କାଗଜ ନେଇଗଲେ, ଠିକ୍? ତାକୁ କଣ କରିବା ଆମେ? ଏଇ ଦି କୋଣରୁ ଏଇ ଦି କୋଣ ସମାନ କରିଦବା। ଏଇ କୋଣ ସହିତ ଏଇ କୋଣ, ଏଇ କୋଣ ସହିତ ଏଇ କୋଣ ସମାନ କରିଦେଲେ, ଯେଠି ଭାଙ୍ଗ ପଡିଲା ତାକୁ ଚିହ୍ନ ଦେଇଦବା। କେତେ ଭାଗ ହେଲା ପିଲାମାନେ? 2 ଭାଗ, ହେଲା। ଏ ପ୍ରଥମ 2 ଭାଗ ହେଇଗଲା। ତାପରେ କଣ କରିବୁ? ଇଏ 2 ଭାଗ ହେଇଗଲା। ଦ୍ୱିତୀୟରେ ଦେଖିବ, ଦ୍ୱିତୀୟରେ 2 ଭାଗ ହେଇଗଲା ପରେ ତାପରେ କଣ କରିବ? ଏ 2 ଖଣ୍ଡ ତ ହେଇଗଲା। ତାପରେ ଇଏ ପ୍ରଥମ ପାର୍ଟ ଗଲା। 5ଟି ତାପରେ କେମିତି ହେଇଯିବ ପିଲାମାନେ? ଆୟତ ଚିତ୍ରଟା ଏଠି 1 2 3 4 5 6 7 8 9 10 11 ମାନେ ଆମେ 6ଟା ନେଇଯିବା ଏଠି। ଦ୍ୱିତୀୟ ଚିତ୍ର କଣ ହବ? 1 ଏଠି ଯୋଉ ଏମିତି ଚିତ୍ରଟା ହେଇଗଲା। 2 ସମାନରେ ଯେତେବେଳେ ଭାଗ କରିଦେଲେ ଏମିତି ଚିତ୍ର ସେ ହେଇଗଲା। ତାପରେ ଯୋଡିକି ରହିଯିବ ନା। ତାପରେ ତୁମେ କଣ କରିବ ପିଲାମାନେ? ପୁଣି କଣ କରିବ? ଏଇ କୋଣରୁ ଏଠି, ପୁଣି ଏଇ କୋଣରୁ ଏଠି। ଏ ତ ଗୋଟେ ଭାଗ ଗଲା। ଏ ଡଟ୍ ପଡିଥିଲା ଗୋଟେ ଭାଗ ପଡିଛି। ପୁଣି ଆକୁ ଯେତେବେଳେ ହେଇଯିବ, ଏଇଠୁ ପୁଣି 2 ଭାଗ ହେଇଯିବ, ହେଲା। ଏ 2 ଭାଗ ହେଇଗଲା। ତାହେଲେ କେତେ ହେଲା ପିଲାମାନେ? ଏମିତିକା ସିଏ ହେଇଯିବ। ଏମିତିକା ଗୋଟେ ହେଇଯିବ। ଏମିତିକା ହେଇଯିବ, ହେଲା। ଏ ତୃତୀୟ ନମ୍ବର ହେଲା। ତାପରେ ତୁମେ କଣ କରିବ? ତାକୁ ଖୋଲିଦବ। ଖୋଲିଦେଲା ପରେ ପିଲାମାନେ ସେ ଏମିତିକା ହେଇଯିବ, ହେଲା। 2 3 ଇଏ ଗୋଟେ ହେଇଗଲା। ଇଏ ଗୋଟେ, ଇଏ ଗୋଟେ। ଏଟା ପ୍ରଥମ ସୋପାନ, ଏ ପ୍ରଥମ, ଏ ଦ୍ୱିତୀୟ, ଏ ତୃତୀୟ, ଏ ଚତୁର୍ଥ, ହେଲା। ହେଇଗଲା ନା? 4ଟା ସମାନ ଭାଗ, ବୁଝିପାରିଲ? ସେ କଣ କହିଛି? ବର୍ତ୍ତମାନ କାୟତ କାଗଜ ନେଇ 4 ସମାନ ଭାଗ ବା 1/4 5ଟି ଭିନ୍ନ ଭିନ୍ନ ଉପାୟ ଅଙ୍କନ କରି ଦେଖାଅ, ହେଲା ନା? ଇଏ ଗୋଟେ ଗଲା। ଅଲଗା ଅଲଗା ବି ହେଇପାରିବ। ତ ଅଲଗା ଅଲଗା ତୁମେମାନେ ଚିନ୍ତା କରିବ। ଯଦି ନ ଆସିବ ମତେ କମେଣ୍ଟ କରିବ, ତା ପାଇଁ ଗୋଟେ ସେପାରେଟ ଭିଡିଓ ଆମେ କରିବା। ଦେଖ ହେଲା ନା ନାଇଁ? ଏଇଟା ହଉଛି, ଏଇଟା କଣ? 1/4। ଇଏ ଗୋଟେ 1/4, ଇଏ ଗୋଟେ 1/4, ଇଏ ଗୋଟେ 1/4, ଆଉ ଇଏ ଗୋଟେ 1/4। ବୁଝିଗଲା? ଆହୁରି ବହୁତ ଉପାୟ ଅଛି, ହେଲା। ଏ କୋଣକୁ ସେ କୋଣ ବି କରିପାରିବି। କେମିତି କରିପାରିବି? ଏ କୋଣକୁ ସେ କୋଣ, ଏଇ କୋଣ, ଏଇ କୋଣକୁ ଏଇ କୋଣ, ଏଇ କୋଣକୁ ଏଇ କୋଣ, ତାକୁ ଯୋଡି ଦେଲ, ତାକୁ ଭାଙ୍ଗିଦେଲ, କେମିତି ହବ ପିଲାମାନେ? ଏମିତି ହେଇଯିବ। ଦେଖ, ଏମିତି ହେଇକି ଏମିତି ହେଇକି ଇଏ ଗୋଟେ ହେଇଗଲା। ପୁଣି ଏମିତି ହେଇକି ଇଏ 1 2 ଏମିତି ହେଇକି ଇଏ 3, ଏଇଟା ଗୋଟେ 4। ଇଏ ବି ଏଇ ଗୋଟେ ଅଂଶଟାକୁ 1/4 ମଧ୍ୟ କୁହାଯାଇପାରେ। ଏଇଟା ହଉ, ଇଏ ବି 1/4। ବୁଝିପାରିଲ? ଏମିତି କରି କରାଯିବ, ହେଲା। ହଁ, ବୁଝିପାରିଲ? ଆଶା କରୁଛି ବୁଝିପାରୁଥିବ। ତାପରେ ଦେଖ ପିଲାମାନେ, ନିମ୍ନଲିଖିତ ଅଂଶ ଗୁଡିକ ସେମାନଙ୍କ ଅନୁରୂପ ପୂର୍ଣ୍ଣ ଚିତ୍ର ସହ ମିଳା। କଣ କହିଛି? ନିମ୍ନଲିଖିତ ଅଂଶ ଗୁଡିକୁ ସେମାନଙ୍କ ଅନୁରୂପ ପୂର୍ଣ୍ଣ ଚିତ୍ର ସହ ମିଳାଅ। ମାନେ ଏଇ ଚିତ୍ରର ଅଂଶ ଗୁଡିକ କାହା ସହିତ ହେଇପାରିବ, ତାକୁ କଣ କରିବା? ମିଳେଇବା, ହେଲା। କୋଉଟା ଗୋଟେ ହେଇପାରିବ? ଏଇଟା କିସ ଅଛି ପିଲାମାନେ? ଅଧା। ଆକୁ ଯଦି ପୁରା କରାଯାଏ, ମନେକର ଆକୁ ଆମେ ପୁରା କରିବା, କେମିତି ହବ? ଏମିତି ହବ। ଆର ଅଧା ଏମିତି। ତାହେଲେ ଇଏ ଅଧା ହେଇଛି। ଆର ଅଧାଟା କିଏ ହବ? ଏମିତିକା ଚିତ୍ରରେ ଇଏ ଆ ସାଙ୍ଗରେ ସମାନ ହବ ନା ପିଲାମାନେ? ଦେଖ ବର୍ଗ ଚିତ୍ରଟା ଆ ସାଙ୍ଗରେ ଇଏ ସମାନ ହବ। ବୁଝିପାରିଲ? କେମିତି ଅଧା କରାଗଲା? ଅନୁମାନିକ ନବା। ଏ କୋଣରୁ ଏ କୋଣ ଯୋଡିଲା ସେ, ପୁଣି ଏ କୋଣରୁ ଏ କୋଣ ଯୋଡିଲା, ମାନେ ଏଇଟା ଆଉ ଏଇଟାକୁ ନେଇ କରୁଛି। ବୁଝିପାରିଲ? ଠିକ ସେମିତି ଏଟାକୁ ଦେଖ ପିଲାମାନେ, ଆକୁ ଆର ଅଧା କିଏ ହବ? ଆର ଅଧା ଇଏ ହବ। ବୁଝିଲ? ଆର ଅଧା ତ ଇଏ ହେଲା, ତୁମେ ଜାଣିଲ, ହେଲା। ଆର ଅଧା ଇଏ କାହିଁକି ହବ? ଆକୁ ଯଦି ଆମେ ସମ୍ପୂର୍ଣ୍ଣ କରିବା, କେମିତି କରିବା ପିଲାମାନେ? ଏମିତି କରିବା।
ହେଲା, ବୁଝିପାରିଲ? ଆର ସବୁ ସମ୍ପୂର୍ଣ୍ଣ କଲେ ଏମିତି କରିବେ, ହେଲା ଅଧା ଇଏ ହିଁ ହବ। ବୁଝିପାରିଲ? ଏଇଠୁ କାଟିଦେଲେ ଜାଣିପାରୁଛ ନା ସେ ଏଇଟା ନେଇଛି, ଏଇଟା ନେଇଛି। ତାପରେ ଦେଖ ପୁଣି ଏଇଟା ପୁଣି ଅଧା, ଇଏ ତ ଅଧା, ଏଇଟା ଜାଣିପାରୁଥିବ ତମେ ଦେଖିକି ଚିତ୍ର ଦେଖିକି, ଇଏ ଅଧା ହେଇଛି ତାହେଲେ ଆ ସାଙ୍ଗରେ ଇଏ ହେଇଯିବ। ତାପରେ ପିଲାମାନେ ଏକ ଚତୁର୍ଥ ଆକୁ 4 ଭାଗ କରିଛି ପିଲାମାନେ, ଇଏ ଗୋଟେ ଭାଗ, ଇଏ ଗୋଟେ ଭାଗ, ଆଉ ଇଏ ଗୋଟେ ଭାଗ, ଏମିତି କରି 4 ଭାଗ। କେତେ ଭାଗ କରୁଛି? 4 ଭାଗ। ବୁଝିପାରିଲ? ମାନେ ଆକୁ ତମେ ଯୋଉଠି ଦବ। ଏଇଟା ଦେଖିବ ପିଲାମାନେ, ଏଇଟା ମୁଁ ଭାବୁଛି ଏଇଟା ଲମ୍ବା ଅଛି, ଇଏ ଆ ସାଙ୍ଗରେ ହବ। ଏ ଯେହେତୁ ଲମ୍ବା ଅଛି ଆ ସାଙ୍ଗରେ ହବ, ଏଟା ଆ ସାଙ୍ଗରେ ହବ। ସବୁକା ସମାନ ଚିତ୍ର ଦେଲେ କଣ ହବ? ଗୋଟେ ଲିଭେଇ ଦଉଛି, ଏଟା ବି ହେଇପାରିବ କିନ୍ତୁ ଯେହେତୁ ଇଏ ଅନୁସାରେ ଦେଖା ହଉଛି ତ ସେଟା ଆଉ କେମିତି କହିବି, ତାକୁ ଲିଭେଇ ଦଉଛି, ବୁଝିପାରିଲ? ଲିଭେଇ ଦେଲା ପରେ ଆକୁ ଯଦି ଆମେ ଏମିତି 4 ଭାଗ ତାକୁ କରେ, କୁଆଡେ ଗଲେ, ଏମିତି ଯଦି 4 ଭାଗ କରେ, 4 ଭାଗ ଯଦି ଆମେ ଏମିତି କରେ, ଇଏ ହେଇଗଲା, ବୁଝିଗଲା? ଆକୁ ଯଦି ଏମିତି ଅଧା ଅଧା କରାଯାଏ, ଇଏ ହେଇଯିବ, ଏ କୋଣରେ କୋଣ, ବୁଝିପାରିଲ? ଏଇଟା ଦେଖ କରିଦେଇଛି, ବୁଝେଇଦେଲେ ବୁଝିପାରୁଥିବ, ଆଉ ସେଠି କହିବାର ଆବଶ୍ୟକତା ନାହିଁ। କହିବାଟା ସବୁଠୁ ଭଲ ବିଷୟ, ମାତ୍ର ତୁମମାନଙ୍କୁ ବୁଝେଇଦେଲି, ବୁଝିବା ଦରକାର। ତାପରେ ଦେଖ ପିଲାମାନେ, କଣ ଦେଖିବା, ଯାହା ବି ବିଷୟ ଆସିବ ତାକୁ ଦେଖିବା। ଡିଙ୍ଗ ଡଙ୍ଗ ବେଲ କଣ ଅଛି ପିଲାମାନେ? ନା ଡିଙ୍ଗ ଡଙ୍ଗ ବେଲ ଅଛି। ଡିଙ୍ଗ ଡଙ୍ଗ ବେଲ କଣ କହୁଛି ଦେଖ, ଝୁମୁରି ମା ସ୍ଵାଦିଷ୍ଟ ପୋଡପିଠା ତିଆରି କଲେ। କାହା ମା? ଝୁମୁରିର ମା। ଝୁମୁରିର ମା କଣ କଲେ? ସ୍ଵାଦିଷ୍ଟ ପୋଡପିଠା ତିଆରି କଲେ। ଏହା ତୁମ ପୋଡପିଠା ଓ ତୁମ 2 ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟ। ଦେଖ ଝୁମୁରିର ମା ପୋଡପିଠା କେମିତି ତିଆରି କରିଛି, ସମାନ ଭାବରେ ଭାଗ, ସମାନ ଭାଗରେ ମାନେ ପିଲାମାନେ କଣ ହବ? ଅଧା, 2 ଜଣ ବା ଖାଇବେ, ଅଧା ଭାଗ କଲେ, ବୁଝିଗଲା ନା? 1 ଯୁକ୍ତ 2, ତାର ପୋଡପିଠାକୁ 2 ସମାନ ଅଂଶରେ ବଣ୍ଟା ଯାଇଛି, ଅଧା ମୋ ପାଇଁ ଏବଂ ଅଧା ବିନାୟକ ପାଇଁ। ଏହା ଠିକ, ଏହାର ଅର୍ଥ ହଉଛି ପୋଡପିଠାର 2ଟି ଅଧା ଅଂଶ ମିଶି ଏକ ପୂର୍ଣ୍ଣ ପୋଡପିଠା, ଅର୍ଥାତ୍ 2ଟା ଅଧା ମିଶିନେ କଣ ହବ? ଗୋଟେ ପୋଡପିଠା ହେଇପାରିବ। ମାନେ ଏକ ଅଧା ଆଉ ଅଧା ମିଶିନେ କଣ ହବ? ଅଧା ଆଉ ଅଧା ମିଶିନେ ପୁରା ହବ, ବୁଝିପାରିଲ? ପୁରା ଫୁଲ କେତେ? 1, ବୁଝିପାରିଲ ନାଇଁ? ଅଧା, ଇଏ ଅଧା ଚକୋଲେଟ, ଇଏ ଅଧା ଚକୋଲେଟ ମିଶିଲେ ଫୁଲ ଚକୋଲେଟ ହେଇଯିବ, ବୁଝିପାରିଲ ପିଲାମାନେ? ହଁ, ଭେରି ଗୁଡ। ସେ ତାପରେ ଦେଖ କହୁଛି, ଡିଙ୍ଗ ଡଙ୍ଗ ବେଲ ବାଜିଲା। ହ୍ୟାଲୋ, କୁମାର ତାପରେ ଆସିଲେ। ପିଲାମାନେ ପୋଡପିଠାକୁ କୁମାର ସହିତ ମଧ୍ୟ ବାଣ୍ଟି ଦିଅ। ଦେଖ ଗୋଟେ ପୋଡପିଠାକୁ ତାକୁ କୁମାର ସହିତ, କେତେ ଜଣ ପିଲାମାନେ ହେଲେ? 3 ଜଣ ହେଲେ। ମୋ ଅଂଶ, ବିନାୟକ ଅଂଶ, କୁମାର ଅଂଶ ମିଶିଲେ ଏକ ପୂର୍ଣ୍ଣ ପିଠା ହବ। ଦେଖ ତାହେଲେ ଗୋଟେ ପୋଡପିଠାକୁ କେତେ ଜଣଙ୍କ ଭିତରେ ବାଣ୍ଟିଲା? 3 ଜଣଙ୍କ ଭିତରେ। ତାହେଲେ କେତେ? ଏଇଟା କେତେ? କେତେ ଭାଗ କଲା ଗୋଟେ ପୋଡପିଠାକୁ? ନା 3 ଭାଗ। ତାହେଲେ ସେଥିପାଇଁ ହରର କେତେ ଅଛି? 3। ଜଣେ କେତେଟା ନେଖା ଖାଇବ? 1। ସେଥିପାଇଁ 3 ଭାଗ, 1 ଯୁକ୍ତ 3, 1 ଯୁକ୍ତ 3 କରିକି 3ଟା ଭାଗ, ମାନେ 3 ବିଭକ୍ତ, ତାହେଲେ 3 ହେଇଗଲେ କେତେ ହେଇଯିବ? ପୁରା ହେଇଯାଉଛି, ବୁଝିପାରିଲ ନା ନାଇଁ? ହଁ, ଠିକ, ଭେରି ଗୁଡ। ଡିଙ୍ଗଡଙ୍ଗ ଝୁମୁରି ମାମୁଁ ଝରଣା ଆସିଲା, ପୁଣି ଆଉ ଜଣେ ଆସିଲା ପିଲା ଦେଖ, ପୁଣି ଆଉ ଜଣେ ଆସିଲା, ପୋଡପିଠାକୁ ପୁଣି କଣ କଲେ? ସେଠି 3 ଭାଗ କରିଥିଲେ, ଏଠି 4 ଭାଗ କଲେ, ଦେଖିପାରୁଥିବ 1 2 3 4। ଆମେ ପ୍ରତ୍ୟେକ ପିଢାର ଏକ ଚୌଠ ଦେଖାଉଛୁ, 4ଟା ଅଂଶ ମାନେ ଚୌଠ, ଗୋଟେ ଅଂଶ ହଉଛି ଚୌଠ, ହେଲା? 1 ଚତୁର୍ଥାଂଶ, 1 4 ଭାଗ, ମାନେ 4 ଭାଗ, 4 ଭାଗରୁ ଭାଗେ ଭାଗେ କରିକି ପୂର୍ଣ୍ଣ ହେଇଗଲା, ହେଲା? ଏଇ 4ଟା, ଏଇ 4ଟା ମିଶିଲେ ପୁରା କୁହାଯାଏ, ପୂର୍ଣ୍ଣ ଅଂଶ। ଆମେ ପ୍ରତ୍ୟେକ ପିଠାର 1 ଚୌଠ, ମାନେ ଜଣେ କେତେ ଖାଇଲା? 1 ଯୁକ୍ତ 4 ବା ଗୋଟେ ଚୌଠ ଖାଇଲା, ବୁଝିପାରିଲ ନା? ତାପରେ ଦେଖ ଏଇଠି, ଡିଙ୍ଗଡଙ୍ଗ ସେମାନଙ୍କ ପଡୋଶୀ ଦିଶା ଆସି ସଭିଙ୍କୁ ଖୁସିରେ ଅଭିନନ୍ଦନ ଜଣାଉଛି। ଅଧିକ ଭାଗ କରିବା, ଏବେ ମତେ ଛୋଟ ଖଣ୍ଡର ପୋଡ ପିଠା ମିଳିବ। ଏବେ ମୁଁ ପ୍ରାୟ ପ୍ରିୟ ପୋଡ ପିଠାର ଠିକ 1 ଯୁକ୍ତ 5 ଅଂଶ ପାଇବି। ପୁଣି ଆଉ ଜଣେ ଆସିଲା, ତାକୁ କଣ କଲେ? ଗୋଟେ 4 ଭାଗ କରିଥିଲେ, ଇଏ 5 ଭାଗ କଲେ, ତାହେଲେ କେତେ ହେଲା ପିଲାମାନେ? 1 ଯୁକ୍ତ 5।
ହେଲା। ଗୋଟେ ପୂର୍ଣ୍ଣଟାକୁ ସେମାନେ କେତେ ଭାଗ କଲେ ପିଲାମାନେ? 5 ଭାଗ କଲେ। ଏମିତି କରିକି 4 ଇଏ ଗୋଟେ ଏମିତି କି 5 ତାହେଲେ 1 2 3 4 5 5 ଭାଗ କଲେ। ଦେଖିପାରୁଥିବ ଏଇ 5 ଭାଗ କଲେ। ହେଲା। ଦେଖ ଏଠି। ପୁଣି ଝୁମୁରି ମୋର ପୋଡ଼ପିଠା ପସନ୍ଦ ନୁହେଁ। ଦୟାକରି ମୋ ଭାଗ ନେଇଯା। ଧନ୍ୟବାଦ ଦିଶା ମୋର ପୋଡ଼ପିଠା ବହୁତ ପସନ୍ଦ। ଝୁମୁରି ଏବେ କେତେ ପୋଡ଼ପିଠା ପାଇଛି ଦେଖିବ। ହେଲା। ଝୁମୁରି କେତେ ପୋଡ଼ପିଠା ପାଇଛି ପିଲାମାନେ? ସେ କଣ କହିଛି? ଝୁମୁରି ମୋର ପୋଡ଼ପିଠା ପସନ୍ଦ ନୁହେଁ। ଦୟାକରି ମୋ ଭାଗ ନେଇଯା। ସେମାନେ କେତେ ଭାଗ କରିଥିଲେ? 5 ଭାଗ କରିଥିଲେ। ଧନ୍ୟବାଦ ଦିଶା ମୋର ପୋଡ଼ପିଠା ବହୁତ ପସନ୍ଦ। ଝୁମୁରି ତାହେଲେ କେତେ ପାଇଥିଲା? 5 ଭାଗ ଯୋଉ କରିଥିଲେ। ଝୁମୁରି ତାହେଲେ କେତେ? 2ଟା 2 ବିଭକ୍ତ 5 ପାଇଲେ। 2 ବିଭକ୍ତ 5 ବୁଝିପାରିଲ ନା ନାଇଁ? 2 ବିଭକ୍ତ 5 ଦେଖ। ଏଠି ଦେଇଛି କଣ? ଆସ ଆଲୋଚନା କରିବା। କଣ କରିବା? ଆଲୋଚନା କରିବା। ପ୍ରତ୍ୟେକ ଅତିଥି ଆସିବା ସହିତ ଝୁମୁରି ତା ଅଂଶ ବିଷୟରେ କଣ ଲକ୍ଷ୍ୟ କରୁଛି? ପ୍ରଥମେ କେତେ ଭାଗ ହେଲା? 2 ଭାଗ ପିଲାମାନେ 1 ବିଭକ୍ତ 2 ଅଧା ଅଧା କଲେ। ତାପରେ କେତେ କଲେ? ନା 3 ଜଣଙ୍କ ଭିତରୁ ଭାଗ କଲେ। 3 ଜଣରୁ ଜଣେ ଲେଖା। ତାପରେ କେତେ ଭାଗ କଲେ? ନା 4 ଜଣରୁ ଜଣେ ଲେଖା ଭାଗ କଲେ। ତାପରେ କେତେ? 5 ଜଣରୁ ଜଣେ ଲେଖା ଭାଗ କରୁଛନ୍ତି। ହେଲା। 5ଟା ଭାଗ କରୁଛନ୍ତି ଜଣେ ଏତିକ ଲେଖା ପାଉଛି। ହେଲା। ତ ଏଇ କ୍ଷେତ୍ରରେ ଯେତେବେଳେ ଅଧା ହଉଛି ସେତେବେଳେ ସେମାନେ ଅଧିକ ପାଇବେ। ତାଠୁ ଟିକେ କମ୍ ପାଇବେ, ତାଠୁ ଟିକେ କମ୍, ତାଠୁ ଟିକେ କମ୍, ପୁରା ଛୋଟ ପାଇବେ। ବୁଝିପାରିଲ? ଯଦି ଉଭୟ ଦିଶା ବିନାୟକ ସେମାନେ ଭାଗ ପୋଡ଼ପିଠା ଝୁମୁରିକି ଦେଇଥାନ୍ତି। ହେଲା। ଉଭୟ ଆଉ ଦିଶା ଆଉ ବିନାୟକ। ଦିଶା ବିନାୟକ ମାନେ ସେମାନେ କେତେଟା? ଏଇ 3 ବିଭକ୍ତ 1 ବିଭକ୍ତ 3ଟା। 1 ବିଭକ୍ତ 3 କେତେଟା ହେଇଥିଲା? 3ଟା ହେଇଥିଲା। ଉଭୟ ଦିଶା ସେମାନଙ୍କର ଭାଗ ପୋଡ଼ପିଠା ଝୁମୁରିକି ଦେଇଥାନ୍ତି। ତାହେଲେ ଝୁମୁରି କେତେ ପୋଡ଼ପିଠା କେତେ ହବ? ଉଭୟ ବିନାୟକ ଆଉ ଦିଶା କୋଉ କ୍ଷେତ୍ରରେ? ଏଇଠି ଦେଖ। ବିନାୟକ ଆଉ ଦିଶା କେଇଠି ଅଛନ୍ତି ପିଲାମାନେ? ବିନାୟକ ଦିଶା ଏଠି ଦେଖ। ଏଠି ବିନାୟକ କୁମାର ଗଲା। ହାଁ। ତାପରେ ବିନାୟକ ଆଉ ଦିଶା କାହିଁକି ଏଠି କୋଉଠି ଅଛନ୍ତି? ବିନାୟକ ଦିଶା କାହିଁରେ ଭାଇ? ବିନାୟକ ଦିଶା ଉପରେ ଥିବ ପିଲାମାନେ। ହଁ ଏଠି ଝୁମୁରି ବିନାୟକ ପାଇଁ ଏଠି କଣ? ଝୁମୁରି ମା ସ୍ୱାଦିଷ୍ଟ ପୋଡ଼ପିଠା ଦେଇ ସେମାନେ ଅଧା ବିନାୟକ ପାଇଁ ଆଉ ବିନାୟକ ଆଉ ଦିଶା କାହିଁରେ? ଦିଶା ଆସ ଝୁମୁରି ମା ଝରଣା ଝରଣା ଏଠି କିଏ ପଡ଼ୋଶୀ ଦିଶା ଏଇଠି ଦେଖ। ଏଇ କ୍ଷେତ୍ରରେ ଏଠି 5 ଭାଗ ହେଇଛି। ବୁଝିପାରୁଛ ନା ପିଲାମାନେ? ତାହେଲେ 1 ବିଭକ୍ତ 5 ଏଇ କ୍ଷେତ୍ରଟା କୋଉଠି? ମାନେ 1 ବିଭକ୍ତ 5 କ୍ଷେତ୍ରଟା। ଉଭୟ ଇଏ 1 ବିଭକ୍ତ 5 ଇଏ 1 ବିଭକ୍ତ 5 ବିନାୟକ 1 ବିଭକ୍ତ 5 ସେମାନେ କାହାକୁ ଦେବେ? ଝୁମୁରିକି ଦେବେ। ଝୁମୁରି ପାଖରେ କେତେ ଥିଲା? 1 ବିଭକ୍ତ 5 ମାନେ ଇଏ ଭାଗେ 2 ଭାଗ 3 କେତେ ଭାଗ ହେଇଥାନ୍ତା? ତାହେଲେ ତମ ଝୁମୁର 3 ବିଭକ୍ତ 5 ହେଇଥାନ୍ତା। ମାନେ 5 ଭାଗରୁ 3 ଭାଗ ହଉଛି ତାର। ହେଲା। ପୋଡ଼ପିଠା 9 ଜଣଙ୍କ ମଧ୍ୟରେ କିମ୍ବା 11 ଜଣଙ୍କ ମଧ୍ୟରେ ବଣ୍ଟା ଗଲେ କେଉଁ ପରିସ୍ଥିତି ଝୁମୁରି ହବ? 1 ବିଭକ୍ତ 9 ହବ। 1 ବିଭକ୍ତ 9 ମାନେ ଗୋଟେ ପୋଡ଼ପିଠାଟାକୁ 9 ଭାଗ କରାଯିବ। ଏମିତି କରିକି 9 ଭାଗ କରାଯିବ। ସେଇଠୁ ଭାଗେ 11 ଜଣଙ୍କ ଭାଗ କରିଥିଲେ 1 ବିଭକ୍ତ 11 ହେଇଥାନ୍ତା। ବୁଝିପାରିଲ? କେତୋଟି କେତୋଟି 1 ବିଭକ୍ତ 6 ଅଂଶକୁ ପୋଡ଼ପିଠା ନେଇକି ପୂର୍ଣ୍ଣ ବର୍ଣ୍ଣ? 1 ବିଭକ୍ତ 6 1 ବିଭକ୍ତ 6 କେତେଟା ନେଲେ 1 ବିଭକ୍ତ 6 1 ବିଭକ୍ତ 6 କେତେଟା ନେଲେ ପୂର୍ଣ୍ଣବଂଶ? କେତେଟା ପିଲାମାନେ? 6ଟା। କେତେଟା? 6ଟା ନେଲେ ଯାଇ। କେମିତି ପିଲାମାନେ? ସିଏ କେତେ ଭାଗ କରିଛି? 6 ଭାଗ କରିଛି। ହେଲା। 1 2 3 4 5 ଏଠି ଆଉ ଏଇଟା ଗୋଟେ 6 ମାନେ କେତେ? ଏଇଟା ହଉଛି ଗୋଟେ ଅଂଶଟା 1 ବିଭକ୍ତ 6 ଦର୍ଶେଇବ। ତାହେଲେ କେତେଟା 1 ବିଭକ୍ତ 6 ହେଲେ ପୁରା ହବ? 6ଟା। ବୁଝିପାରିଲ ନା? 1 2 3 4 5 6 ହେଲା। ଇଏ ଯଦି ଗୋଟେ 1 ବିଭକ୍ତ 6 ଦର୍ଶେଇଲା ଇଏ ଆଉ ଗୋଟେ 2ଟା ହେଲା ଇଏ 3ଟା ଇଏ 4ଟା ଏଇଟା 5ଟା ଇଏ 6ଟା ବୁଝିପାରିଲ ନା? କାହିଁକି 6ଟା କହୁଛି? 6ଟି କେତେଟା ପିଲାମାନେ? 6ଟି। ତାପରେ କଣ ଦେଇଛି ଦେଖ। ଆସ ସମାଧାନ କରିବା। ଯଦି ପୋଡ଼ପିଠାଟା 6 ଜଣଙ୍କ ମଧ୍ୟରେ ସମାନ ଭାଗରେ ବଣ୍ଟା ଯାଇଥାନ୍ତା ତେବେ ପ୍ରତ୍ୟେକ ଅଂଶ ପୋଡ଼ପିଠା ପାଇବେ କେତେ ଅଂଶ ପାଇବେ? କହିଲି ପରା ଗୋଟେ ପୋଡ଼ପିଠାଟା ଏଇଟା 6 ଜଣଙ୍କ ମଧ୍ୟରେ କେତେ ଭାଗ ହେଲା? 4 ଭାଗ। ଏପଟେ ହେଲେ 6 ତାହେଲେ ଜଣେ କେତେ ପାଇବ ପିଲାମାନେ? ଏଇଟା ପାଇବ। ଏଇଟା ଏଇଟା ଏଇ ଅଂଶ 6 ଭାଗ ହେଲାଣି ନା? 1 ଭାଗ 2 ଭାଗ 3 ଭାଗ 4 ଭାଗ 5 ଭାଗ 6 ତାହେଲେ ଜଣେ କେତେ ପାଇଥାନ୍ତେ ପିଲା? 1 ବିଭକ୍ତ 6 ଇଏ ଗଲା।
8 ଜଣ ମଧ୍ୟରେ ବାଣ୍ଟିଲେ କେତେ କହିଥାନ୍ତେ? 8 ଜଣ କରିବେ। ତାହେଲେ ପୋଡ଼ପିଠାଟାକୁ 8ଟା ଭାଗ କରିବେ। ଇଏ ହେଲା 4ଟା ଭାଗ। ଏଠି କେତେଟା ହେଇଥାନ୍ତା? 1+8। ଏ କେଉଁ ପରିସ୍ଥିତିରେ ପୋଡ଼ପିଠାର ବଡ଼ ଅଂଶ ମିଳିବ? ଏଇଟାର ବେଶୀ ବଡ଼ ମିଳିବ। ଗୋଟେ 6ଟା ଭାଗ କରିବ। ଗୋଟେ ପୋଡ଼ପିଠାଟାକୁ 6ଟା ଭାଗ କରିବାଟା ବେଶୀ ମିଳିବ ନା ଗୋଟେ ପୋଡ଼ପିଠାଟାକୁ 8ଟା ଭାଗ କରିବାଟା ବେଶୀ ମିଳିବ? କୋଉଟା? ଏଇଟା କମ୍ ଭାଗ ହବ ସେଇଟା ଅଧିକ ମିଳିବ ନା। ଏଇଟା 1+6 କମ୍ ମିଳିବ। ବୁଝିପାରିଲ ନା? ହଁ। ତାପରେ 2 ନମ୍ବର କଣ ଦେଇଛି ଦେଖ। ପୋଡ଼ପିଠା ତଳେ ଦିଆଯାଇଥିବା ଲୋକମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ହେବ। କଣ ଦେଇଛି? ପୋଡ଼ପିଠାକୁ ତଳେ ଦିଆଯାଇଥିବା ଲୋକମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ହେବ। ଭଗ୍ନ ସଂଖ୍ୟାକୁ ଦର୍ଶାଇବା ପାଇଁ ଝୁମୁରି ପାଇଥିବା ପୋଡ଼ପିଠା ଅଂଶକୁ ରଙ୍ଗ ଦିଅ। ଗୋଟିଏ ଭଗ୍ନ ସଂଖ୍ୟାର ମୂଲ୍ୟ ସାନ ହେବାର ବିଭିନ୍ନ ପରିସ୍ଥିତିକୁ ଆଲୋଚନା କର। ହେଲା। ସିଏ କଣ କହିଛି? ପୋଡ଼ପିଠା ତଳେ ଦିଆଯାଇଥିବା ଲୋକମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ହେବ। ଭଗ୍ନ ସଂଖ୍ୟାକୁ ଦର୍ଶାଯାଇଥିବା ଝୁମୁରି ପାଇଥିବା ପୋଡ଼ପିଠା ଅଂଶକୁ ରଙ୍ଗ ଦିଅ। ଝୁମୁରିର ଭାଗ 2 ଜଣଙ୍କ ମଧ୍ୟରେ ଭାଗ କଲେ। ଝୁମୁରି ଆଉ ଜଣଙ୍କ ମଧ୍ୟରେ ଭାଗ କଲେ। ତାହେଲେ ଏଠି 2ଟା ଭାଗ ହେଇଛି। ଝୁମୁରି କେତେ ପାଇଲା? ଅଧା। ଅଧା ମାନେ କେତେ ରଙ୍ଗ ଦିଆଯିବ? ଗୋଟେ ଚିତ୍ରର ଅଧା ମାନେ କୋଉଟା ପିଲାମାନେ? ଏଇଟା। ତାକୁ ତୁମେ ରଙ୍ଗ ଦବ। ଏଇ ଅଧା ଅଂଶଟା ଏଇଟା ଫୁଲ୍ ରଙ୍ଗ ଦବ ଏମିତି। ବୁଝିପାରିଲ? ତ ତୁମେ ରଙ୍ଗ ଦବ। ମୁଁ ଟିକେ ରଙ୍ଗ ଦଉଛି, ତୁମେ ଫୁଲ୍ ଦବ। ତାପରେ ଝୁମୁରିର 3 ଭାଗ। 3 ଭାଗରୁ ଏଠି ଝୁମୁରିର ଭାଗ କେତେ? 1+3। ଇଏ ଗୋଟେ 1+3, ଇଏ ଗୋଟେ 1+3, ଇଏ 3। ନାଇଁ, ଗୋଟେ ଅଂଶକୁ ରଙ୍ଗ ଦବ ଝୁମୁରି। ଏଇ ଅଂଶଟାକୁ ରଙ୍ଗ ଦବ। 3 ଜଣଙ୍କ ମଧ୍ୟରେ ଭାଗ କଲେ। ଯେତେବେଳେ 4 ଜଣଙ୍କ ଭିତରେ ଭାଗ କରୁଛନ୍ତି, ଝୁମୁରିର ଭାଗ କେତେ ହବ? 1+4। ତାମାନେ ଏଇ ଅଂଶରେ 1/4 ଯୋଉଟା କୁହାଯାଏ। 1/4 ବା ଚଉଠ। 1/4 ଚତୁର୍ଥାଂଶ ବା ଚଉଠ ଯୋଉଟା। ଯଦି 5 ଜଣଙ୍କ ମଧ୍ୟରେ ଭାଗ କଲେ ପିଲାମାନେ ଗୋଟେ ଭାଗ, ସେ ଗୋଟେ ଭାଗ ହବ। ତାହେଲେ ଝୁମୁର କେତେ ହବ? 1+5, 1/5। 1/5, 1/5 ହେଲା। ଯଦି 8 ଜଣଙ୍କ ଭିତରେ ଭାଗ ହବ, ସେଇ ଗୋଟେ ରଙ୍ଗ ହବ। ଝୁମୁରର ଅଂଶ ଏଇଟା। ତ 1+8, 1/8, 1/8, ଅଷ୍ଟାଂଶ, ଅଷ୍ଟମାଂଶ ଯେଟା ହେଇପାରିବ। ତାହେଲେ 9 ଜଣ କଣ ହେଲେ? ଗୋଟେ ଭାଗ। 1+9, 1/9। ବୁଝିପାରିଲ? ତୃତୀୟାଂଶ, ଚତୁର୍ଥାଂଶ, ପଞ୍ଚମାଂଶ, ଷଷ୍ଠାଂଶ, ସପ୍ତାଂଶ, ଅଷ୍ଟାଂଶ, ନବାଂଶ, ଦଶମାଂଶ। ତାପରେ ଦେଖ ଏଇଠି କହିଛି, ଆସ ଆଲୋଚନା କରିବା ତୁମ ପାଠ୍ୟ ପୁସ୍ତକର ଶେଷରେ ଦିଆଯାଇଥିବା ଭଗ୍ନାଂଶ କିସ୍ତି ବ୍ୟବହାର କରି ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକ ଉତ୍ତର ଦିଅ। ସମ୍ପୂର୍ଣ୍ଣ ପୋଡ଼ପିଠା ତାର ବିଭିନ୍ନ ଖଣ୍ଡ ବିଷୟରେ ତୁମେ ଯାହା ଲକ୍ଷ୍ୟ କଲ ବର୍ଣ୍ଣନା କର। ହେଲା। ଲାଷ୍ଟ ବହିରେ ଅଛି, ଭଗ୍ନାଂଶ କୀଟର ଯେକୌଣସି 2ଟି ଭିନ୍ନ ଭିନ୍ନ ଖଣ୍ଡ ନିଅ, ସେଗୁଡ଼ିକ ତୁଳନା କର, କେଉଁଟା ଛୋଟ କାହିଁକି ଆଲୋଚନା। ଏଟା ତୁମର ଲାଷ୍ଟରେ ଅଛି ପିଲାମାନେ। ଏଠି ତୁମର କିଛି ବୁଝିବାର ନାହିଁ। ଯୋଉଟା ନ ବୁଝିପାରିବ ଆଗାମୀ ବିଷୟ ପଚାରିବ। ଏଠି ଦେଖ ପିଲାମାନେ, ଏଠି କହିଛି କଣ? ଆସ ଶୂନ୍ୟସ୍ଥାନ ଗୁଡ଼ିକ ପୂରଣ କରିବା। ଉଭୟ ଭଗ୍ନ ସଂଖ୍ୟାକୁ ଗୋଟିଏ ସମାନ ପୂର୍ଣ୍ଣ ଅଂଶ ଆବଶ୍ୟକ ସ୍ଥଳେ ଭଗ୍ନାଂଶ କିଟି ବ୍ୟବହାର କର। ତୁମେ ଯାହା ବୁଝିଲ ଡେସ୍ ନା 1+4 ଅପେକ୍ଷା 1 ବୃହତ୍ତର। ଆରେ ପିଲାମାନେ 1+4 ବଡ ହବ ନା 1+5 ବଡ ହବ? କେଟା 4 ଭାଗରୁ ଭାଗଟା ଅଧିକ ପାଇବ ନା 5 ଭାଗରୁ ଭାଗଟା ଅଧିକ ପାଇବ? କୋଉଟା? ଏଇଟା। ବୁଝିଲ ନା? ଯାହାର ଲବ ଛୋଟ, ନା ସରି, ଯାହାର ହର ଛୋଟ ସିଏ ବଡ ହବ। 1+5 ଅପେକ୍ଷା 1+4 ମାନେ ଭାଗରୁ 4 ଭାଗଟା ବୃହତ୍ତର ନା ଭାଗରୁ 5 ଭାଗଟା ବୃହତ୍ତର? ପିଲାମାନେ ଭାଗରୁ 5 ଭାଗଟା ବୃହତ୍ତର ନୁହେଁ, ଭାଗରୁ 4 ଭାଗଟା ବୃହତ୍ତର। ଏଠି ଦେଖ ପିଲା, 1+9, 1+6 କିଏ କୋଉଟା ବଡ ପିଲାମାନେ? ଗୋଟେ ପିଠାଟାକୁ 6 ଭାଗ କରିବ, ଆଉ ଗୋଟେ ପିଠାଟାକୁ 9 ଭାଗ କରିବ। କିଏଟା ଅଧିକ ପାଇବ ତୁମେ? 9 ଭାଗ ବାଲାଟା ନା 6 ଭାଗଟା? 6 ଭାଗ ବାଲାଟା। ଯିଏ ଯିଏ ଅଧିକ ବଡ ସିଏ ସିଆଡକୁ ରହିବ। ଫାଙ୍କା ଚିହ୍ନ ତ ଜାଣିଛ। ଏଟା ମଧ୍ୟ ସେମିତି। 1+6, 1+8 ବଡ କିଏ ହବ ପିଲାମାନେ? ଯାହାର ହର ସାନ ସିଏ ହିଁ ବଡ। ଗୋଟେ ମନେ ରଖିଥିବ ପିଲାମାନେ,
ଏଇଟା 2ଟା କ୍ଷେତ୍ର। ଆଉ ଏଇଟା କହିସାରେ ତାପରେ ଆଲୋଚନା କରିଦେବି। ଏଇଟା ଦେଖ 1+4 1+7 ତାହେଲେ କିଏ କାହା ଅପେକ୍ଷା କ୍ଷୁଦ୍ରତର? 1+4 ଅପେକ୍ଷା 1+7 ହଉଛି କ୍ଷୁଦ୍ରତର। ବୁଝିପାରିଲ? 1+4 ଅପେକ୍ଷା 1+7 ଅପେକ୍ଷା 1+4 କ୍ଷୁଦ୍ରତର କେବେ ହବ ନା। ଛାଡ଼ିଦିଅ। ଦେଖ ଗୋଟେ ପିଲାମାନେ ଗୋଟେ କ୍ଷେତ୍ର ଯେତେବେଳେ ଆସୁଛି, ଦେଖ ସାନ ବଡ଼ ଚିହ୍ନ ହେଇ ଆସିଲା, ତୁମେ ଜାଣିବ କେମିତି? ଏଠି କ'ଣ ଅଛି? 1+5 ଅଛି। ଏଠି ବି କେତେ ଅଛି? 1+5 ହବନି, 1+4 ଅଛି। ଏଇଟା 2ଟା କ୍ଷେତ୍ର ଦେଖିବ। ଦେଖ ପିଲାମାନେ ଏଠି 1 ଅଛି, ଏଠି 1 ଅଛି। ଇଏ ହଉଛି ହର, ତୁମେ ଜାଣିଛ ସବୁ। ଇଏ ହଉଛି ବିଭକ୍ତ ଚିହ୍ନ, ସରି ଇଏ ହର କହିଲି, ଭୁଲ କହିଲି, ସରି ପିଲାମାନେ। ଇଏ ହଉଛି କ'ଣ? ଇଏ ହଉଛି ଲବ। ଇଏ ବି ଲବ, ଆଉ ଇଏ ବି ଲବ। ବୁଝିପାରିଲ ପିଲାମାନେ? ଇଏ ହର, ଇଏ ବି ହର। ତ ପିଲାମାନେ ଯେତେବେଳେ ଲବ ଆଉ ଲବ ସମାନ ଅଛନ୍ତି, ଇଏ ଲବ ଇଏ ଲବ, ଲବ ଲବ ଯେତେବେଳେ ସମାନ ଅଛନ୍ତି, ହେଲା, ଯେତେବେଳେ ଲବ ଲବ ସମାନ ଥାନ୍ତି, ଯାହାର ହର ସାନ, ଯଦି 5 ଇଏ 4, ଯାହାର ହର ସାନ ସିଏ ହଉଛି ବଡ଼। ତା ଆଡ଼କୁ ଏମିତି ଚିହ୍ନ ରହିବ। ବୁଝିପାରିଲ ତ? ମାଇଣ୍ଡ କ୍ଲିୟର? ଯେତେବେଳେ ଲବ ଆଉ ଲବ ସମାନ ଥାନ୍ତି, ଯାହାର ହର ସାନ ସିଏ ହଉଛି ବଡ଼, ଯାହାର ହର ବଡ଼ ସିଏ ହଉଛି ସାନ। କନସେପ୍ଟ କ୍ଲିୟର ହେଇଗଲା ପିଲାମାନେ? ବୁଝିପାରିଲ? ଭେରି ଗୁଡ୍। ଆରଟା ତ ଜାଣିଥିବ। ତାପରେ ଦେଖ ଏଠି ମହର ଫୁଲ ବଗିଚା। ଦେଖ ଫୁଲକୁ ଦେଖ, ଟିକେ ଲକ୍ଷ୍ୟ କର। ଫୁଲକୁ ଦେଖିକି ଟିକେ ଲକ୍ଷ୍ୟ କର। କ'ଣ କହିଛି? ରଜିଙ୍କ ପାଖରେ 5 ପ୍ରକାର ଫୁଲ ଗଛ ଚାରା ଅଛି। ଗୋଲାପ, ମଲ୍ଲି, ସେବତୀ, ଗେଣ୍ଡୁ ଆଉ ଜୁଇ ଚିତ୍ରରେ ଦର୍ଶାଯାଇଥିବା ପରି ସେ ତାଙ୍କ ବଗିଚାରେ ସମାନ ଭାବରେ ଗଛଗୁଡ଼ିକ ଲଗାଇବା ପାଇଁ ସ୍ଥିର କଲେ। ମୋ ପାଖରେ ଖୁବ୍ କମ୍ ସେବତୀ ଚାରା ଅଛି, ତେଣୁ ଗୋଲାପ ଗଛ ଦୁଇ ଭାଗରେ ଲଗାଇଲେ। ତାର ପରବର୍ତ୍ତୀତ ଯୋଜନା ଏଠାରେ ଦର୍ଶାଯାଇଛି। ବଗିଚାକୁ ଦେଖି ପ୍ରଶ୍ନଗୁଡ଼ିକ ଉତ୍ତର ଦିଅ। କ'ଣ କହିଛି ଦେଖିବା? ମଲ୍ଲି ଗଛ କେତେ ଅଛି ପିଲାମାନେ? କୋଉଟା ମଲ୍ଲି ଗଛ? ମଲ୍ଲି ଗଛ କେତେ ଅଛି? ତେଣୁ ଗୋଟେ ବଗିଚାରେ କେତେ ଭାଗ କରିଛି ଆଗେ ଦେଖ। କେତେ ଭାଗ କରିଛି ପିଲାମାନେ? 5 ଭାଗ କରିଛି। ହେଲା, ମଲ୍ଲି ଗଛ କେତେ ଭାଗ ଅଛି ପିଲାମାନେ ଦେଖ? ମଲ୍ଲି କେତେଟା ଅଛି? ଏଇଠି। ଏଇଟା ହବନି, ଏଇଟାକୁ ଏକ୍ସଚେଞ୍ଜ କଲା ପରେ ପିଲାମାନେ, ଏକ୍ସଚେଞ୍ଜ କରି କ'ଣ କଲା ସିଏ? ଏଇ ସେବତୀ ଗୋଲାପ ଗଛ, ସେବତୀ ଗଛ ପରିବର୍ତ୍ତେ ଗୋଲାପ ଗଛ ଦେଲା। ଏଠି ଗୋଲାପ ଗଛ ଦେଇଛି। ଏ ଗେଣ୍ଡୁ ଅଛି, ଏଟା ଜୁଇ, ଏଟା ହଉଛି ମଲ୍ଲି। ସେ ମଲ୍ଲି କେତେ ଅଛି ପିଲାମାନେ ଦେଖେଇଦିଏ? ଏଠି ମଲ୍ଲି କେତେଟା ଅଛି? 1+5। 5 ଭାଗରୁ ଭାଗେ ହଉଛି ମଲ୍ଲି। ଏଇଟା ମଲ୍ଲି ତ? ହଁ। ଜୁଇ କେତେଟା ଅଛି ପିଲାମାନେ? ଭାଗେ 1+5। ଜୁଇ ମଧ୍ୟ କେତେ ଅଛି? 1+5 ଅଂଶ ଅଛି। ଗେଣ୍ଡୁ କେତେଟା ଅଂଶ ଅଛି? ଭାଗେ 1+5। ଗେଣ୍ଡୁ ମଧ୍ୟ 1+5। ଆଚ୍ଛା, ଗୋଲାପ ଗଛ ବଗିଚାରେ 1+5 1+5 ମାନେ 2 ପଞ୍ଚମାଂଶ, ହେଲା, ପଞ୍ଚମାଂଶ, ତାହେଲେ 2+5 ଲାଗିଛି। ଏଇଟା ହେଇଥିଲା। ଠିକ୍ ସେମିତି ବଗିଚା ଦେଖିକି ପ୍ରଶ୍ନ ଗୁଡ଼ିକ ଉତ୍ତର ଦିଏ। ବଗିଚା ଦେଖିପାରୁଛ ପିଲାମାନେ? ଏଇଟା କ'ଣ? ମଲ୍ଲି କେତେଟା ଲାଗିଛି ପିଲାମାନେ? ଏଇଟା 1+5, ଜାଣିପାରୁଛ? 1+5। ଗେଣ୍ଡୁ କେତେଟା ଲାଗିଛି ପିଲାମାନେ? 1+5। କିନ୍ତୁ ଗୋଲାପ କେତେଟା ଲାଗିଛି? ଇଏ ଗୋଟେ 1+5, ଇଏ ଗୋଟେ 1+5, ଇଏ ଗୋଟେ, ତାହେଲେ କେତେ? 3ଟା 1+5, ମାନେ 3ଟା 1+5 ମିଶେଇ ଦେଲେ କେତେ ହଉଛି? 3+5। ଦେଖିପାରୁଛ ଏଠି? ଭେରି ଗୁଡ୍। ତାପରେ ଦେଖ ପିଲାମାନେ ଏଠି ବଗିଚାକୁ ଦେଖି ଉତ୍ତର ଦିଏ। ଗେଣ୍ଡୁ କେତେଟା ଅଛି ପିଲାମାନେ? ଗୋଟେ ଅଛି, 1+5। କିନ୍ତୁ ଗୋଲାପ କେତେଟା ଅଛି ଦେଖ? ଇଏ ଗୋଟେ 1+5, ଇଏ ଗୋଟେ 1+5, ଇଏ ଗୋଟେ 1+5, ଇଏ ଗୋଟେ 1+5, କେତେଟା ଅଛି? 4ଟା ଅଛି। ତାହେଲେ 4ଟା 1+5କୁ ସେ ମିଶେଇ ଦେଲେ କେତେ ହଉଛି ପିଲାମାନେ? 4+5। ବୁଝିଗଲ? ଏଠି ଦେଖ ପିଲାମାନେ, ବଗିଚାର 5+5 ମାନେ ପୂର୍ଣ୍ଣ। 5+5 ମାନେ ପୁରା ପୂର୍ଣ୍ଣ। 5+5 ଯାହା 1ଟା, ହେଲା। ପୂର୍ଣ୍ଣ ଅଂଶଟା କ'ଣ ଅଛି? ଗୋଲାପ ଅଛି। ଠିକ୍ ସେମିତି ଏଠିକା ଦେଇଦେଇଛି। ଆସ ସମାଧାନ କରିବା। ବଗିଚାରେ କ'ଣ 7 ପ୍ରକାର ଫୁଲ ଗଛ ଚାରା ନେଇ ଗୋଟିଏ ଫୁଲ ବଗିଚା ତିଆରି କର। ମଲ୍ଲି, ଗେଣ୍ଡୁ, ଜୁଇ, ଗୋଲାପ, ସେବତୀ, ମନ୍ଦାର ଆଉ ସଦାବିହାରୀ, ହେଲା। ଏଇ
ଗୋଲାପ ସେମିତି କହିଛି। ବଗିଚାରେ ଏକ ସପ୍ତମାଂଶ ଗେଣ୍ଡୁ 3 ସପ୍ତମାଂଶ ଲେଖାଏଁ ଅଂଶରେ ଗୋଲାପ ଓ ମନ୍ଦିର ଗଛ ଲଗାଅ। 7 ପ୍ରକାର କରିଛି। ଏଠି କଣ କରିଥବା ଆମକୁ? ଏଠି କେତେ ଭାଗ ଅଛି? 7 ଭାଗ ଅଛି ନା ଦେଖିଦିଅ। 1 2 3 4 5 6 7। ତାହେଲେ ଏଠି କଣ କରିବା ଆମେ? ବଗିଚାରେ ଏକ ସପ୍ତମାଂଶ ଗେଣ୍ଡୁ। ଏକ ସପ୍ତମାଂଶ ମାନେ କଣ? 1 ଯୁକ୍ତ 7 ଗୋଟେ ଭାଗ। ଏଠି ଗେଣ୍ଡୁ ଆମେ କରିଦେଲା। ଗେଣ୍ଡୁ ମୁଁ ଲେଖି ଦଉଛି। 3 ସପ୍ତମାଂଶ କେତେ? ଇଏ ଗୋଟେ ସପ୍ତମାଂଶ, ଇଏ ଗୋଟେ ସପ୍ତମାଂଶ, ଇଏ ଗୋଟେ ସପ୍ତମାଂଶ, ମାନେ 3 ସପ୍ତମାଂଶ କଣ କରିବା ଆମେ? 3 ସପ୍ତମାଂଶ ଲେଖାଏଁ 3 ସପ୍ତମାଂଶ ଗୋଲାପ। ଏଠି ଗୋଲାପ ଅଛି ହେଲା। ଏଠି ବି ଗୋଲାପ ଅଛି। ଗୋଲାପ ଏଠି ବି ଗୋଲାପ। ଆଉ ଯୋଉ ଏଇଟା ପୁଣି କଣ? ସେ କହିଛି କଣ 3 ସପ୍ତମାଂଶ ଲେଖାଏଁ ଅଂଶରେ ଗୋଲାପ ମନ୍ଦିର, ମାନେ ଗୋଲାପ ଆଉ ମନ୍ଦାର ମାନେ 3ଟା ଲେଖା 3 ଭାଗ 3 ଇଏ 1 ଶତାଂଶ, ଇଏ 3 ଶତାଂଶ, ଇଏ ମାନେ ଇଏ 1 ଯୁକ୍ତ 7, ଇଏ 1 ଯୁକ୍ତ 7, ଇଏ 1 ଯୁକ୍ତ 7। ଏଇ 3ଟା ଯାକ ମିଶିଗଲେ କେତେ ହବ ପିଲାମାନେ? 3 ଯୁକ୍ତ 7। ବୁଝିପାରିଲ? ସେଥିପାଇଁ ଇଏ 3ଟା ଜାଗାରେ କେତେ ହବ? ମନ୍ଦାର। ଏଠି ବି ମନ୍ଦାର, ଏଠି ବି ମନ୍ଦାର, ଏଠି ବି ମନ୍ଦାର। ବୁଝିପାରିଲ? ହଁ, ଏମିତି କରିବ। ତାପରେ ଦେଖ ଏଠି ବଗିଚାରେ 3 ସପ୍ତମାଂଶ ସେବତୀ ଗଛ ଅଛି। ତାହେଲେ ଏଟା କେତେ ଭାଗ କରିବ ପିଲାମାନେ? 7 ଭାଗ। ଭାଗେ, 2 ଭାଗ, 3 ଭାଗ, 4 ଭାଗ, 5 ଭାଗ, 6 ଭାଗ। ଦେଖ 7 ଭାଗ। 1 2 3 4 5 6 7 ଭାଗ ହେଇଗଲା। ସେ କହିଛି କଣ 3 ସପ୍ତାଂଶ ସେବତୀ ଗଛ, ମାନେ 3 ସପ୍ତାଂଶ ମାନେ 3ଟା ଘର। 1 2 3 ବୁଝିପାରିଲ? 3ଟା ଘର। ସେବତୀ ଗଛ, ଏଠି ସେବତୀ ଲାଗିଲା। ହେଲେ ସେ ଲେଖିଦଉଛି ପିଲାମାନେ, ସେବତୀ। ଏଠି ବି ସେବତୀ, ଏଠି ବି ସେବତୀ ଲାଗିଲା ହେଲା। ତାପରେ 2 ସପ୍ତମାଂଶ ସଦାବିହାରୀ। ଇଏ ଏଠି ଗୋଟେ ସଦାବିହାରୀ, ଏଠି ଗୋଟେ ସଦାବିହାରୀ। 2 ସପ୍ତାଂଶ ମାନେ 2ଟା ଘର। ତାପରେ ଆଉ ଗୋଟେ 2 ସପ୍ତାଂଶ ଗେଣ୍ଡୁ, ଏଠି ଗୋଟେ ଗେଣ୍ଡୁ, ଏଠି ଗେଣ୍ଡୁ, ଏଠି ଗେଣ୍ଡୁ। ବୁଝିଗଲା? ହେଲା କି ନାହିଁ? ଠିକ ଅଛି। ଏରକମ ଭାବରେ କରିବ, ଚିତ୍ର କରିବ। ମୁଁ ତ କରିଦେଇଛି, ମାତ୍ର ଚିତ୍ର କରିବ। ଏଠି ଦେଖ ଟୋଟାଲ ଘର ଏଠି 7 ଅଛି ମାନେ କେତେ ଘର ହବ? 7ଟା ଭାଗ ହବ। 1 2 3 4 5 6 7। କଣ କହିଛି? ପଞ୍ଚ ସପ୍ତମାଂଶ ମଲ୍ଲି, ମାନେ 5 ସପ୍ତମାଂଶ ମାନେ 5ଟା ଘର। 7 ଭାଗରୁ 5ଟା ଘର କଣ ହବ? ମଲ୍ଲି। ଏଠି ଗୋଟେ, ଏଠି ଗୋଟେ, ଏଠି ଗୋଟେ, ଏଠି ଗୋଟେ, ଏଠି ଗୋଟେ। କେତେଟା ହେଲା? 5ଟା ହେଲା। ଏଠି କଣ ଲାଗିବ? ମଲ୍ଲି। ମଲ୍ଲି ଚିହ୍ନ ଦିଆଯାଇଛି। ଏଠି ବି ମଲ୍ଲି, ଏଠି ବି ମଲ୍ଲି ହେଲା। ଏଠି ବି ମଲ୍ଲି, ଏଠି ବି ମଲ୍ଲି। ତାପରେ କଣ କହିଛି? 2 ସପ୍ତମାଂଶ, ମାନେ 7 ଭାଗରୁ 2 ଭାଗ। ଏ 2 ଭାଗ ଅଛି, କିସ ଲାଗିବ? ମନ୍ଦାର। ମନ୍ଦାର, ଏଠି ବି ମନ୍ଦାର। ବୁଝିପାରିଲ? ହଁ, ସଦାବିହାରୀ କେଡୁ ଆସିଲା ଗୋଟେ, ଛାଡ। ତାପରେ କଣ ଦେଇଛି? ସ୍ୱପ୍ନ ଦଶା କାରିଗର। ସେଟା ସ୍ୱପ୍ନ ଦଶା କାରିଗର ଆଗାମୀ ଭିଡିଓରେ ଦେଖାହବା ହେଲା। ଆଉ ଗୋଟେ ପାର୍ଟ 2 ରେ ଦେଖାଯିବ। ଏତିକ ବୁଝ। ଏକା ଦିନେ ବେଶୀ ବୁଝିଲେ ଭଲ ନୁହେଁ। ଧନ୍ୟବାଦ।